ସମସ୍ତଙ୍କୁ ଆଜିର ଆଉ ଏକ ମିନି ବ୍ଲଗକୁ ସ୍ୱାଗତ ଜଣାଉଛି ମୁଁ ଜୀବନ। ସକାଳେ ଆଜି ପ୍ରି ୱାର୍କଆଉଟ୍ ମିଲ୍ କମ୍ପ୍ଲିଟ୍ କରି ବାହାରିଥିଲି ଜିମ୍। ବାଟରେ ପେଟ୍ରୋଲ ପମ୍ପରେ ତେଲ ଭରିବା ପରେ ପହଞ୍ଚି ଯାଇଥିଲି ଆଲଫା ଫିଟନେସ୍ରେ। ଚେଷ୍ଟ ଡେର ପ୍ରଥମ ଏକ୍ସରସାଇଜ୍ ଥିଲା ଫ୍ଲାଟ୍ ଡମ୍ବେଲ୍ ବେଞ୍ଚ ପ୍ରେସ୍। ପରେ ଡିକ୍ଲାଇନ୍ ଡମ୍ବେଲ୍ ପ୍ରେସ୍ର 3ଟି ସେଟ୍ 12 ରେପ୍ସର କରିଥିଲି। ବାର୍ ଡିପ୍ସରେ ଲୋୟର ଚେଷ୍ଟକୁ ଟାର୍ଗେଟ୍ କରିବା ପରେ କେବୁଲ୍ ଫ୍ଲାଏରେ ଶେଷ ହୋଇଥିଲା ଆଜିର ୱାର୍କଆଉଟ୍। ରୁମ୍ରେ ପହଞ୍ଚି ବ୍ରେକଫାଷ୍ଟ କରିଥିଲି, ଯେଉଁଥିରେ ଥିଲା ଏଗ୍ ଅମଲେଟ୍ ସହ ସୋୟାବିନ୍। ପରେ ରେଡ଼ି ହୋଇ ସ୍କୁଲ ପହଞ୍ଚିବା ପରେ ପ୍ରତ୍ୟେକ ଇଭେଣ୍ଟର ୱିନର୍ସମାନଙ୍କ ନାମ ସବୁକୁ ଲେଖିଥିଲି। ବାର୍ଷିକ କ୍ରୀଡ଼ାର ଦ୍ୱିତୀୟ ଦିନରେ ପ୍ରଥମ ଇଭେଣ୍ଟ ଥିଲା ଫ୍ରଗ୍ ଜମ୍ପ। ପରେ ଜୁନିୟର ଝିଅ ପିଲାମାନଙ୍କର ଇନ୍ ଆଉଟ୍ କମ୍ପିଟିସନ୍ ହୋଇଥିଲା। କକ୍ ଫାଇଟ୍ରେ ପିଲାମାନେ ତାଙ୍କର ଏଫର୍ଟସ୍ ଦେଇଥିଲେ। ମ୍ୟାଗ୍ନେଟିକ୍ ବୋର୍ଡ଼ ଗେମ୍ରେ ସମସ୍ତେ ଫୋକସ୍ କରି ଡାର୍ଟସକୁ ଥ୍ରୋ କରିଥିଲେ। ରିଙ୍ଗ ଥ୍ରୋରେ ଛୋଟ ପିଲାମାନଙ୍କର ଖୁସି କହିଲେ ନ ସରେ। ଶିଶୁ ବାଟିକାରେ ଥିବା ପିଲାମାନଙ୍କର ବେଲୁନ୍ ବ୍ଲାଷ୍ଟରେ ଶେଷ ହୋଇଥିଲା ଆଜିର ସମସ୍ତ ସ୍ପୋର୍ଟସ୍ ଇଭେଣ୍ଟ। ପରେ ଏକ ସଭାର ଆୟୋଜନ ହୋଇଥିଲା। ପରିଶେଷରେ ଖେଳରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ସହ ମିଶି ଏକ ଗ୍ରୁପ୍ ଫଟୋ ନେଇଥିଲୁ। ଡିନରରେ ଆଜି ରୁଟି ସହ ଚିକେନ୍ କଷା ଖାଇଥିଲି। ଆଜି ପାଇଁ ଏତିକି, ପୁଣି ଦେଖା ହେବା ଆଗାମୀ ବ୍ଲଗରେ।